ଛୋଟ ଏକ ଗାଁରେ ମା ପୁଅ 2 ଜଣ ରହୁଥିଲେ। ଚାଳ ଛପରର ଘରଟିଏ ଥିଲା। ସେମାନେ ବହୁତ ଗରିବ ଥିଲେ। ତା ପୁଅ ନାଁ ଥିଲା ଗୋବିନ୍ଦ। ଗୋବିନ୍ଦ ସବୁଦିନ କାଠ ଆଣିବା ପାଇଁ ଜଙ୍ଗଲକୁ ଯାଉଥିଲା। ଆଉ ସେ କାଠ ଆଣି ବିକ୍ରି କରି ମା ପୁଅ ଚଳୁଥିଲେ। ଆଉ ସବୁଠୁ ଭଲ କଥା ହେଲା, ସେଇ ଟଙ୍କାରେ ତାଙ୍କ ଲାଗି କିଛି ରଖି ଗରିବ ଲୋକମାନଙ୍କୁ ଖାଇବାକୁ ଦେଉଥିଲେ। ଗୋବିନ୍ଦ ଆଉ ତା ମା ଖାଇ ପିଇ ଶୋଇଥାନ୍ତି। ରାତି 12ଟା ହୋଇଥାଏ। ବିଜୁଳି ସାଙ୍ଗକୁ ଘଡ଼ଘଡ଼ି ପବନ ଜୋରସେ ହେବାକୁ ଲାଗିଲା। ବର୍ଷା ବି ହେଲା। ରାତି ପାହିଲା, ବର୍ଷା କମିଲା ନାହିଁ। ଗୋବିନ୍ଦ ମନ ଭିତରେ ଚିନ୍ତା ପଶିଲା। କ'ଣ କରିବି? ମୁଁ ଯଦି ଜଙ୍ଗଲକୁ କାଠ ଆଣିବା ପାଇଁ ନ ଯାଏ, ପଇସା ଆଣିବି କେଉଁଠୁ? ଖାଇବି କ'ଣ? ଗୋବିନ୍ଦ ଭାବିଲା, ବର୍ଷା କମିଲେ ଜଙ୍ଗଲକୁ ଯିବି। କିନ୍ତୁ ବର୍ଷା କମୁନଥାଏ। ଗୋବିନ୍ଦ ତା ମା 4 ଦିନ ହେବ କିଛି ଖାଇ ନଥାନ୍ତି। ଭୋକରେ ରହିଥାନ୍ତି। ଗୋବିନ୍ଦ ପାଣି ପିଇ ଗଲା ଶୋଇବା ପାଇଁ। ରାତିରେ ଶୋଇଥାଏ, ଗୋଟେ ସ୍ୱପ୍ନ ଦେଖିଲା। ତାକୁ କିଏ ଜଣେ କହିଲା, ଗୋବିନ୍ଦ, ଗୋବିନ୍ଦ, ତୁ ଆଉ ଚିନ୍ତା କରନି। ତୋର ଭଲ କର୍ମ ପାଇଁ ତତେ ଗୋଟେ ଯାଦୁର ହାଣ୍ଡି ଦେବି। ତୁ ଯେତେବେଳେ ଯାହା ଚାହିଁବୁ ତାହା ପାଇବୁ। ତୁ କାଲି ସକାଳୁ ନଈ କୂଳକୁ ଯା। ଆଉ ମନେ ରଖ, এই ହାଣ୍ଡିର ସଦୁପଯୋଗ କରିବୁ, ନହେଲେ ଓଲଟା ଫଳିବ। ସକାଳ ହେଲା। ଗୋବିନ୍ଦ ନଈ କୂଳକୁ ଗଲା। ଦେଖିଲା ହାଣ୍ଡି ଭାସି ଭାସି ଆସୁଛି। ଗୋବିନ୍ଦ ସେଇ ଯାଦୁର ହାଣ୍ଡି ନେଇ ଘରକୁ ଗଲା। ଆଉ ତା ମାଆକୁ ସବୁ କହିଲା। ଗୋବିନ୍ଦ କହିଲା, ଏ ଯାଦୁ ହାଣ୍ଡି, ଆମେ 4 ଦିନ ହେଲା କିଛି ଖାଇନୁ। ଆମକୁ ଖାଇବା ପାଇଁ ଦେ। ସଙ୍ଗେ ସଙ୍ଗେ ଖାଇବା ଆସି ପହଞ୍ଚିଗଲା। ଗୋବିନ୍ଦ ପେଟ ଭରି ଖାଇନେଲା। ଏମିତି ସବୁଦିନ ପେଟ ଭରି ଖାଇଲା। ଆଉ ଲୋକମାନଙ୍କୁ ଖାଇବାକୁ ବି ଦିଏ। ଦିନକର କଥା, ଗୋବିନ୍ଦ ପାଖରେ ଜଣେ ଗରିବ ଲୋକଟେ ଆସି ପହଞ୍ଚିଲା। କିଛି ବି ଖାଇ ନଥାଏ। ସେ ଖାଇବା ପାଇଁ ଗୋବିନ୍ଦକୁ ମାଗିଲା। କିନ୍ତୁ ଗୋବିନ୍ଦ ମନରେ ଗର୍ବ ଆସିଯାଇଥାଏ। ସେ ତାକୁ ମନା କରିଦେଲା। ଖାଇବାକୁ ତାକୁ ଦେଲା ନାହିଁ। କାଠ ଆଣିବା ପାଇଁ ବି ଜଙ୍ଗଲକୁ ଗଲା ନାହିଁ। ଏମିତି କିଛି ଦିନ ଗଲା ପରେ ଗୋବିନ୍ଦ ହାଣ୍ଡିକୁ ମାଗିଲା, ଏ ହାଣ୍ଡି, ମୋତେ ଖାଇବାକୁ ଦେ। ହାଣ୍ଡି ତାକୁ ଖାଇବାକୁ ଦେଲା ନାହିଁ। ଆଉ କହିଲା, ତତେ କହିଥିଲି ଏ ହାଣ୍ଡିର ସଦୁପଯୋଗ କରିବୁ ବୋଲି। କିନ୍ତୁ ତୁ ଆଜି ଲୋଭରୁ ପାପରୁ ମୂର୍ତ୍ତି ଆଡ଼କୁ ଗତି କରୁଛୁ। ଏବେ ତତେ କିଛି ଦିଆଯିବ ନାହିଁ। ଗୋବିନ୍ଦ କ'ଣ କରିବୁ? ମନ ଦୁଃଖରେ ତା ମା ପାଖରେ ସବୁ କହିଲା। ବର୍ଷା ବି କମୁନଥାଏ। ଗୋବିନ୍ଦ ଭୋକରେ ତା ଜୀବନ ଚାଲିଗଲା।